प्रचार करुछु कवि विश्वनाथ खुंटिया कृत विचित्र रामायणर 52तम भाग। संगीत प्रफुल्ल चंद्र बेहेरा। ଯେଉଁ ରାମଙ୍କ ମନ୍ତ୍ର କରା କୁଶ ଦ୍ୱାରା କାକର ଚକ୍ଷୁ ବିଦ୍ଧ ହୋଇଥିଲା, ଯାହାଙ୍କ ସ୍ୱର ତ୍ରିଭୁବନକୁ ଥରହର କରାଏ, ସେ ଶୀଘ୍ର ଆସୁନଥିବାରୁ ମୋ ପ୍ରତି ତାଙ୍କର ଆଉ ପୂର୍ବ ଅନୁରାଗ ନାହିଁ ବୋଲି ସୀତା ଅଭିମାନରେ କହୁଛନ୍ତି। ଏହାପରେ ମାତା ସୀତାଙ୍କଠାରୁ ମେଲାଳି ନେଇ ହନୁମାନ ଯାଇ ରାବଣର ମଧୁବନ ତୋଟା ଭାଙ୍ଗିଛନ୍ତି। ତାଙ୍କୁ ପ୍ରତିହତ କରିବା ପାଇଁ ରାବଣ ପଠାଇଥିବା ଅସୁରମାନେ ହନୁଙ୍କ ହାତରେ ନିପାତ ହୋଇଛନ୍ତି। ରାବଣର ଆଦେଶରେ ପୁତ୍ର ଇନ୍ଦ୍ରଜିତ ଯାଇ ହନୁମାନଙ୍କୁ ନାଗପାଶରେ ବନ୍ଧନ କରିଛି।
ବୀର ସୁର ମାରିବାକୁ ସେ କରେ ସଧ। ରାବଣର ସ୍ନେହ ଅତି ମଧୁବନ ହରିବୀର ଭାଙ୍ଗିବାକୁ ବିଚାର ସେ କରଇ ମନ। ଏତେ ଭାରି ବନିକା ଭିତରେ ପଶି ହରିବୀର ତରୁ ଉପାଡ଼ିଣ ଫଳ ଭୁଞ୍ଜେ ସେ ବସି। ସ୍ୱର୍ଗ ସାର ତରୁ କରେ ନାର ଖାର ହରିବୀର ଭସାଇଣ ଦେଲା ସେ ସେହି ଜଳ ଧୀର। ପ୍ରଳୟ କାଳରେ କି ପ୍ରଖର ବାଟ ହରିବୀର ହାତେ ମଧୁବନିକା ସେ ହେଲା ହତ। ରକ୍ଷାସୁର ମାନଙ୍କୁ ଜୀବନେ ମାରି ହରିବୀର ନାମରେ ଗୁହାରି ସେ କଲେ ଅମରାରୀ। ସୀତା ପାଶେ ଦେବ କି କହିଥିଲା ହରିବୀର କି ଶୁଣି ତାର ସେ ମୁକୁନ୍ଦେ କଲା। ଶୁଣି ରାବଣ ପେଶୁ କିଙ୍କର ଗଣ ହରିବୀର ଶିଳା ତରୁରେ ସେ ସବୁରି ନେଲା ପ୍ରାଣ। ଶୁଣି ରାଜା ମନ୍ତ୍ରୀ ପୁତ୍ର ପେଶି ଦେଲା ହରିବୀର ହାତେ ସାତ ବୀରଙ୍କର ସେ ପ୍ରାଣ ଗଲା। ଶୁଣି ପୁଣି ପେଶିଲା ଅକ୍ଷୟ ବୀର ହରିବୀର ତା ସଙ୍ଗେ ସମର ସେ କଲା ଆକାଶର। ବହୁ ରଣ କରି କଲା ତାକୁ ହତ ହରିବୀର ସୈନ୍ୟ ସଙ୍ଗେ ମାଇଲା ସେ ରାବଣ ସୁତ। ଜାମ୍ବୁମାଳି ସହିତରେ ସେନା ପାଞ୍ଚ ହରିବୀର ପଞ୍ଚକ କରନ୍ତେ ସେ ରଡ଼ି କଲେ ଉଚ୍ଚ। ପୁତ୍ରବଧ ଶୁଣି ରାଜା ଶୋକ କଲା ହରିବୀର ଏତେ କାଳେ ମୋତେ ଯେ ପୁତ୍ର ଶୋକ ହେଲା। ବାଳି ସୁଗ୍ରୀବ ଅବା ଦୁର୍ବିନ୍ଦ ହନୁ ହରିବୀର ଏତେ ସୈନ୍ୟ ମାଇଲା ସେ ପବନ ଶୁଣୁ। କହି ବିଳାପ କରନ୍ତେ ଦଶାନନ
ବୀର ବୋଲେ ବିଶି ସକାଜିତ ହେଲା କୋପ ମନ। ଶ୍ରାବଣ ବିଳାପ ଶୁଣି ସତ୍ରାଜିତ ବୀର କର ଯୋଡ଼ି ବୋଲଇ ଶୁଣି ମା ଦଶ ଶିର। ସନ୍ତାପ ତେଜିଣ ଏବେ ଆଜ୍ଞା ଦିଅ ମୋତେ ଏହି କ୍ଷଣି ବାନ୍ଧି ଆଣିବ ମୁତୁରିତେ। ପୁତ୍ରର ମୁଖ ଶୁଣି ବୋଲଇ ଦଶ ଶିର ଯାଅ ବାବୁ ବେଗ ହୋଇ ବାନରକୁ ଧର। ସାମାନ୍ୟ ନୁହଇ କପି ନ ଯିବ ଭରସି ସିନ୍ଧୁ ଡେଇ କରିଟି ଲଙ୍କାକୁ ଅଛି ଆସି। ସାବଧାନ ହୋଇ ତାର ସଙ୍ଗେ କର ରଣ ଏସନ କହି ପୁତ୍ରକୁ ପେଶିଲା ରାବଣ। ରଥ ଚଢ଼ି ସତ୍ରାଜିତ ଧନୁଶର ଧରି ବାହାର ହୁଅନ୍ତେ ସୈନ୍ୟ ଲଙ୍କା ଦାଣ୍ଡ ପୁରୀ। ଦେଖିଲା ଅଶୋକ ବନ ହୋଇଅଛି ପଦା ଦିଶୁଅଛି ସବୁଠାରେ ଶବ ଗଦା ଗଦା। ବସିଅଛି ତୃଣ ସ୍ତମ୍ଭେ କପି ମହାବଳୀ ଦେଖି ରାବଣ କୁମର ସମ୍ମୁଖରେ ମିଳି। ଶସ୍ତ୍ର ଶସ୍ତ୍ର ନାରାଜ କରନ୍ତେ ତାକୁ ପୃଷ୍ଟି ମହାମୁନ ସର ତାର ଅଙ୍ଗରେ ନ ଫୁଟି। ଅନେକ ସୈନ ହନୁମନ୍ତ କ୍ଷୟ କଲା ରାବଣ କୁମର ତାକୁ ସମରେ ହାରିଲା। ଲଜ୍ଜା ପାଇ ଅସୁର କଲା ମାୟାର ବ୍ରହ୍ମପାଶ ମନ୍ତ୍ରୀଣ ପେଶିଲା ସେହି କ୍ଷଣ। ଶୀଘ୍ର ପାଶ ବିନ୍ଧିଲା ହନୁମନ୍ତ ଗାତ୍ର ଦେଖିଣ ସାନନ୍ଦ ହେଲା ରାବଣର ପୁତ୍ର। ଅନୁ ବିଚାରିଲା ମନେ ତ ବ୍ରହ୍ମପାଶ ଏହା ଯଶ କିମ୍ପା ମୁହିଁ କରିବି ବିନାଶ। ରାବଣକୁ ଦେଖିବି ବନ୍ଧନ ହେଲେ ସିନା ଏମନ୍ତ ବିଚାରି ହନୁ ହୋଇଲେ ବନ୍ଧନା। ଅସୁରଙ୍କ ହାତରେ ଘେନାଇ ଗଲା ହନୁ ରାବଣ ଛାମୁରେ କଲା ରାବଣର ଶୁଣୁ। ଦେଖିଣ ଆନନ୍ଦ ହୋଏ ବିଶ୍ରବା କୁମର ହନୁକୁ ଚାହିଣ କ୍ରୋଧେ ବୋଲଇ ଉତ୍ତର। କେବଳ ଦେଶରୁ କପି ଅଇଲୁ ତୁ କେଣେ ଲଙ୍କାରେ ପଶିଲୁ ମୋର କେବଳ କାରଣେ। ଏ ମୋହର ମଧୁବନ କିମ୍ପା କଲୁ ନଷ୍ଟ ଅକ୍ଷୟ କୁମର କ୍ଷୟ କଲୁ ରେ ପାପିଷ୍ଠ। ହନୁମନ୍ତ ବୋଲନ୍ତି ଶୁଣରେ ଦଶ ଶିର ନାମ ମୋର ହନୁମନ୍ତ ପବନ କୁମର। ବାଳି ସୁଗ୍ରୀଙ୍କର ମୁହିଁ ଭଣଜା ଅଟଇ ଏବେ ରଘୁନାଥଙ୍କର ଚରଣ ଖଟଇ। ଶୁଣୁଥିଲେ କବି ବିଶ୍ୱନାଥ ଖୁଣ୍ଟିଆ କୃତ ବିଚିତ୍ର ରାମାୟଣର 52ତମ ଭାଗ। ପ୍ରଯୋଜନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା କରିଥିଲେ ପ୍ରଫୁଲ୍ଲ ଚନ୍ଦ୍ର ବେହେରା। କଣ୍ଠଦାନ କରିଥିଲେ ମିତାଲି ଚିନ୍ନାର, ଅଖିଳ କୁମାର ଲେଙ୍କା, ଅର୍ଜୁନ ଚରଣ ସାମଲ ଏବଂ ଦୁଃଖୀ ଶ୍ୟାମ ତ୍ରିପାଠୀ।